ସମସ୍ତଙ୍କୁ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ। ଆମେ ଆଜି ସକ୍ଷମ ଆପ୍ରେ କେମିତି ୟୁଜ୍ କରୁଛନ୍ତି ଦେଖିବା। ସର୍ବପ୍ରଥମେ ଆମକୁ କେଉଁଠି ଯାଇତେ ପଡ଼ିବ। ସକ୍ଷମ ଆପ୍ କରିବା ପାଇଁ ହେଲେ ଆମକୁ ପ୍ଲେ ଷ୍ଟୋରକୁ ଯିବା। ପ୍ଲେ ଷ୍ଟୋରକୁ ଯିବେ, ଗଲା ପରେ ସର୍ଚ୍ଚରେ ଆପଣ ତଳେ ଯେଉଁ ସର୍ଚ୍ଚରେ ସକ୍ଷମ ଲେଖିବେ, ସକ୍ଷମ ଆପ୍ ଆସିବ। ତଳେ ଦେଇଛି ଯେଉଁ ସକ୍ଷମ ଆପ୍ ଦେଖନ୍ତୁ ଲୋକସ୍ ଟାଇପ୍ର, ତାପରେ ଦେଖନ୍ତୁ ଏଇଭଳିଆ ଇଣ୍ଟରଫେସ୍ରେ ଆପଣଙ୍କର ଆସିବ। ଯେହେତୁ ଏଇଟା ମୁଁ ଅଲରେଡ଼ି ଇନଷ୍ଟଲ୍ କରିଦେଇଛି, ଏଇଟା ଇନଷ୍ଟଲ୍ ଦେଖାଉଛି, ନହେଲେ ଅନଇନଷ୍ଟଲ୍ ଦେଖାଇଥାନ୍ତା, ତ ଓପନ୍ ମୁଁ କଲି। ଆପଣଙ୍କର ଏମିତି ଆପଣଙ୍କର ଯେଉଁ ବ୍ଲକ୍ରୁ ଦିଆହେଇଥିବ ଆଇଡ଼ି ଆଉ ପାସୱାର୍ଡ଼, ଆପଣ ଏଠି ତାର ଆଇଡ଼ିର ଆଉ ପାସୱାର୍ଡ଼ ଆପଣଙ୍କୁ ଭରିବା ପାଇଁ ପଡ଼ିବ। ମୁଁ ଲଗ୍ଇନ୍ କରିଦେଲି। ଲଗ୍ଇନ୍ କଲା ପରେ ଆପଣଙ୍କର ପିନ୍ ମାଗିବ, ଆପଣ 1 2 3 4 ଦେଇପାରିବେ। 1 2 3 4 ଦେଇଦେଲେ, ପ୍ରୋସିଡ଼୍ କରିଲେ। ଗୋ ଟୁ ସେଟିଂ, ସେ ଆପଣଙ୍କର ଏଇଭଳିଆ ଲେଖୁଥିବ। କାହିଁକି ଲେଖୁଛି ନା ଆପଣଙ୍କୁ ଗୋ ଟୁ ସେଟିଂ ଯାଇତେ ପଡ଼ିବ। ଲୋକେସନ୍ ଯଦି ଆପଣଙ୍କର ଅଫ୍ ଥିବ ତାର ଲୋକେସନ୍ ପାଇଁ ଲେଖୁଥିବ, ଆପଣ ଲୋକେସନ୍ଟାକୁ ଠିକ୍ କରିଦେବେ, ତାର ବ୍ୟାକ୍ କରିଦେବେ। ଆଉ ଏଭଳିଆ ଆପଣଙ୍କର ଏମିତି ଗୋଟେ ଇଣ୍ଟରଫେସ୍ ହେଇକି ଆସିବ। ଏଇଭଳିଆ ଆପଣଙ୍କର ଇଣ୍ଟରଫେସ୍ ଆପଣଙ୍କୁ ଆସିବ। ଆପଣମାନଙ୍କର ଦେଖାଉଛି, ଦେଖନ୍ତୁ ପ୍ରୋସେସ୍ ସୋ ଫାର୍, ବେସଲାଇନ୍ କମ୍ପ୍ଲିଟ୍ ଦେଖାଉଛି। ଆପଣଙ୍କର ବେସଲାଇନ୍ ଦେଖାଉଥିବ, ଆପଣଙ୍କର ବେସଲାଇନ୍ କରିବାକୁ ପଡ଼ିବ, ବେସଲାଇନ୍ କମ୍ପ୍ଲିଟ୍ କରତେ ପଡ଼ିବ, ଟ୍ରେନିଂ କରତେ ପଡ଼ିବ। ତ ଆମେ ଗୋଟେ ପରେ ଗୋଟେ ଷ୍ଟେପ୍ ଯିବା। ପ୍ରଥମେ ଆମେ ବେସଲାଇନ୍ ଉପରେ କ୍ଲିକ୍ କଲି, ଖରା ନେଲି, ଭିଲେଜ୍ ଜିପି ନେଲି, ଭିଲେଜ୍ ଗୋଟେ ନେଲି। ଆପଣଙ୍କର ଦେଖନ୍ତୁ ଏଠି 45ଟା ଏସ୍ଏଚ୍ଜିରୁ 6ଟା ବେସଲାଇନ୍ କମ୍ପ୍ଲିଟ୍ ହେଇଛି ଆଉ 39ଟା ବେସଲାଇନ୍ କମ୍ପ୍ଲିଟ୍ ହେଇନାହିଁ। ଯେଉଁ 39 ଅଛି ସେଇ 39ଟା ଆପଣଙ୍କର ଏସ୍ଏଚ୍ଜି ଦେଖାଉଛି। ଆପଣମାନଙ୍କୁ ଯେଉଁ ମୁଁ କହିସାରେ ଯେ ଏବେ ଯେଉଁ ଚିଠି ଆସିଛି 50ଟା ଏସ୍ଏଚ୍ଜିକୁ ଆପଣ ଗୋଟେ ଥରକର ଟ୍ରେନିଂ ଦେଇପାରିବେ ଏବଂ 50ଟା ମେମ୍ବରମାନଙ୍କୁ ନେଇକି ଆପଣ ଦେଇପାରିବେ, ମାନେ 5ଟା ଏସ୍ଏଚ୍ଜି ନେଇପାରିବେ। 5ଟା ଏସ୍ଏଚ୍ଜିର ମେମ୍ବର ଆପଣଙ୍କର ମେ ବି 50ରୁ ଉର୍ଦ୍ଧ୍ୱ ହେଇପାରନ୍ତି। 5ଟା ଏସ୍ଏଚ୍ଜିର ମେମ୍ବର ମାନେ ହୁଏତ 50ରୁ ଉର୍ଦ୍ଧ୍ୱ ହେଇପାରନ୍ତି। ସେମାନଙ୍କୁ 2 ଥର ଟ୍ରେନିଂ ଦେବାକୁ ପଡ଼ିବ। 7ଟା ଟପିକ୍ ଅଛି, ତାପରେ ଆପଣ 6ଟା ଟପିକ୍ର ଦେବେ। ଆଉ ତା ଡାଟା ଏଣ୍ଟ୍ରି 6ଟା ଟପିକ୍ର ହିଁ କରିବେ। ଆପଣ 7ଟା ଟପିକ୍ ଦେଇପାରିବେ, କିନ୍ତୁ 6ଟା ଟପିକ୍ରେ ଆପଣ ଡାଟା ଆପଣଙ୍କୁ କ୍ୟାପଚର୍ କରିବାକୁ ପଡ଼ିବ ସକ୍ଷମ ଆପ୍ରେ। ତ ମୁଁ ଦେଖିବି ଥରେ ଆମର ମା ଶାରଳା ଅଛି, ତାପରେ ମୁଁ କ୍ଲିକ୍ କଲି। ସେ ମାଗୁଛି ବେସଲାଇନ୍ରେ ଯେ କାହାର ବେସଲାଇନ୍ ଆପଣ ଦେବାକୁ ଚାହୁଁଛନ୍ତି। ସେ ଏସ୍ଏଚ୍ଜିର ସମସ୍ତ ମେମ୍ବରର ଦେବାକୁ ଚାହୁଁଛି। ମୁଁ ଟିକ୍ ଚିହ୍ନ ମାଇଲି, ସବମିଟ୍ ବି କଲି। ଆପଣଙ୍କୁ ଏମିତି କେତେଟା 15ଟା କ୍ୱେଶ୍ଚନ୍ ପଚାରିବ। ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଅଛି, ନମ୍ବର ଅଫ୍ ମେମ୍ବର ଏୱାର ଆବାଉଟ୍ ସକ୍ଷମ ସେଣ୍ଟର। କେତେଜଣ ମେମ୍ବର ସକ୍ଷମ ସେଣ୍ଟର ବିଷୟରେ ଜାଣିଛନ୍ତି। ଯଦି ସପୋଜ୍ ଏଇ ଏସ୍ଏଚ୍ଜିରେ ଆପଣଙ୍କର 8 ଜଣ ଲୋକ ସକ୍ଷମ ସେଣ୍ଟର ବିଷୟରେ ଜାଣିଛନ୍ତି, ମୁଁ ପକେଇଲି। ନମ୍ବର ଅଫ୍ ହାଉସ୍ ହୋଲ୍ଡ ପ୍ରିପେୟାର ଏ ମନ୍ଥଲି ହାଉସ୍ ହୋଲ୍ଡ ବଜେଟ୍, ଯେଉଁ ମାସିକିଆ ଘରୋଇ ବଜେଟ୍ ଯେଉଁ ତିଆରି କରୁଛନ୍ତି, କେତେଜଣ ମା' ମାନେ ବନାଉଛନ୍ତି। 10 ଜଣ ମା' ମାନେ ଆମର ବନାଉଛନ୍ତି, 11ଟା ମେମ୍ବର, ମୁଁ 10 ନେଲି। ନମ୍ବର ଅଫ୍ ମେମ୍ବର ସେଭିଂ ମନ୍ଥଲି କ୍ୱାର୍ଟରଲି ଇନ୍ ଏ ବ୍ୟାଙ୍କ, ପୋଷ୍ଟ ଅଫିସ୍ ଆଉ ଏନି ଫାଇନାନ୍ସିଆଲ୍ ଇନଷ୍ଟିଟ୍ୟୁସନ୍। କେତେଜଣ ମେମ୍ବର ମାନେ ଆମର ମାସିକିଆ ହଉ, ମାସିକିଆ ହଉ, କ୍ୱାର୍ଟରଲି ହଉ, ବ୍ୟାଙ୍କ, ପୋଷ୍ଟ ଅଫିସ୍ କିମ୍ବା ଅନ୍ୟାନ୍ୟ କୌଣସି ଫାଇନାନ୍ସିଆଲ୍ ସଂସ୍ଥାରେ ପଇସା ଡିପୋଜିଟ୍ କରୁଛନ୍ତି। ଆମର ସମସ୍ତେ ଡିପୋଜିଟ୍ କରନ୍ତି। ଆମର 11ରୁ 11 ମୁଁ ପକେଇଲି। ନମ୍ବର ଅଫ୍ ମେମ୍ବର ଟୋଟାଲ୍ ସେଭିଙ୍ଗସ୍, ଯେ ଟୋଟାଲ୍ ସେଭିଙ୍ଗ ତାଙ୍କର ବ୍ୟାଙ୍କ, ପୋଷ୍ଟ ଅଫିସ୍, ଏସ୍ଏଚ୍ଜି ଆଣ୍ଡ ଅଦରରେ ଏକ୍ସିଡ୍ 1,00,000 ଟଙ୍କା। ଏମିତି କେତେଜଣ ମା' ମାନେ ଅଛନ୍ତି ଯାହାର ସେଭିଙ୍ଗ 1,00,000 ଟଙ୍କାରୁ ଅଧିକା ହେଇସାରିଛି। ମୁଁ ତ ପକେଇଲି ଆମର 11 ଜଣରୁ 9 ଜଣଙ୍କର ସେଭିଙ୍ଗସ୍
ସମସ୍ତଙ୍କର ଲକ୍ଷରୁ ଅଧିକା ଅଛି। ନମ୍ବର ଅଫ୍ ହାଉସ୍ ହୋଲ୍ଡସ୍ ରେଗୁଲାର ଇନଭେଷ୍ଟିଂ ଫର୍ ଆଟଲିଷ୍ଟ 2 ଫାଇନାନ୍ସିଆଲ ଗୋଲ୍, ମାନେ ଯେଉଁମାନେ ଇନଭେଷ୍ଟ କରୁଛନ୍ତି ହାଉସ୍ ହୋଲ୍ଡ ଆମର ଏ ଯେଉଁ 11 ଜଣ ମଧ୍ୟରୁ ଆଟଲିଷ୍ଟ 2ଟା ହାଉସ୍ ହୋଲ୍ଡ ଗୋଲ୍ ଯେଉଁ ଅଛି ଲାଇଫ୍ର ଗୋଲ୍ ଯେଉଁ ଅଛି ତାଙ୍କର ଫାଇନାନ୍ସିଆଲ ଗୋଲ୍ କ'ଣ ନା ଶିଶୁମାନଙ୍କ ପାଇଁ ପାଠପଢ଼ା, ବାହାଘର କିମ୍ବା ଓଲ୍ଡ ଏଜ୍ରେ ତାଙ୍କର ପଇସା, ହେଲ୍ଥ ଇନ୍ସୁରାନ୍ସ ବିଷୟରେ କିଏ ଆଟଲିଷ୍ଟ 2ଟା ପାଇଁ ଚିନ୍ତା କରିଛନ୍ତି, ଗୋଲ୍ ବନେଇଛନ୍ତି। ସପୋଜ ଆମେ ତା ଭିତରୁ 8 ଜଣଙ୍କୁ ଆମେ ନେବା। ନମ୍ବର ଅଫ୍ ମେମ୍ବର୍ସ ୟୁଜିଂ UPI ଆପ୍, ଭୀମ୍, ଫୋନ୍ପେ, ପେଟିଏମ୍ ଏଇଭଳିଆ ଯଦି କିଏ ଯଦି ୟୁଜ୍ କରୁଥିବେ ସେମାନଙ୍କ ଭିତରୁ ଆମେ ଦେଖିବା। ମୁଁ 7 ଜଣ ନେଲି। ନମ୍ବର ଅଫ୍ ମେମ୍ବର ଏଇଟା କରେକ୍ଟ ସବୁ ଦେଉଥିବେ, ବେସଲାଇନ୍ ଡାଟାଟା ଆଜ୍ ପର୍ ଦ ଏସ୍ଏଚ୍ଜିର ମେମ୍ବରମାନଙ୍କର ଏକ୍ଜାକ୍ଟଲି ଫିଗର ଆପଣ ଦେବେ। ନମ୍ବର ଅଫ୍ ମେମ୍ବର୍ସ ହୁ ଆର୍ ଟ୍ରାଞ୍ଜାକ୍ଟେଡ୍ ଥ୍ରୋ ଦ BCB ଚ୍ୟାନେଲ୍ ଆଟଲିଷ୍ଟ 3 months, 3 ମାସ ହେଲା BC ମାନଙ୍କ ପାଖରେ ଟ୍ରାଞ୍ଜାକ୍ସନ୍ସ କରୁଛନ୍ତି ସେମାନଙ୍କ ଡିଟେଲ୍ସ ଆପଣ ଏଠି ଦେବେ। ନମ୍ବର ଅଫ୍ ହାଉସ୍ ହୋଲ୍ଡ ଦାଟ୍ ହ୍ୟାଭିଂ ଏକ୍ସପିରିଏନ୍ସର ଫାଇନାନ୍ସିଆଲ ଫ୍ରଡ୍ ଅର୍ ଚିଟେଡ୍ ଏଭର୍, କେତେ ଜଣ ଏସ୍ଏଚ୍ଜି ମେମ୍ବର ୟା ଭିତରେ ଅଛନ୍ତି ଯେଉଁମାନେ କି ଫାଇନାନ୍ସିଆଲ ଫ୍ରଡ୍ ଯେମିତିକି ଟଙ୍କା ତାଙ୍କ ଆକାଉଣ୍ଟରୁ ଚୋରି ହେଇଯିବା, ୱିଡ୍ର ହେଇଯିବା ସେଭଳିଆ କେସ୍ରେ ଫସିଛନ୍ତି। ଆମର କି ଯଦି କେହି ନଥିବେ ତାହେଲେ 0 ପକାଇବା। ନମ୍ବର ଅଫ୍ ମେମ୍ବର୍ସ ଏନରୋଲ୍ ଇନ୍ ଲାଇଫ୍ ଇନ୍ସୁରାନ୍ସ, ଯଦି ମାନେ ଭିତରେ ଲାଇଫ୍ ଇନ୍ସୁରାନ୍ସ କେତେ ଜଣ କରିଛନ୍ତି। ଆମର ସମସ୍ତେ ପ୍ରାୟ ଲାଇଫ୍ ଇନ୍ସୁରାନ୍ସ କରିଥାନ୍ତି PMJJYରେ ବା PMSBIରେ। ତାପରେ PMJYରେ ଯେଉଁ ଅଛି ହେଲ୍ଥ ଇନ୍ସୁରାନ୍ସ କେତେ ଜଣ କରିଛନ୍ତି PMJYରେ ହେଲ୍ଥ ଇନ୍ସୁରାନ୍ସ କର। ସପୋଜ ଆପଣଙ୍କର 8 ଜଣ କରିଛନ୍ତି। ଆମର ନମ୍ବର ଅଫ୍ ଏଇଟା 11 ଜଣ ନମ୍ବର ଅଫ୍ ମେମ୍ବର ଏନରୋଲ୍ ଇନ୍ କଣ୍ଟ୍ରିବ୍ୟୁଟରୀ ପେନ୍ସନ୍ ସ୍କିମ୍ସ ଓଲ୍ଡ ଏଜ୍ରେ ପାଇଁ କଣ୍ଟ୍ରିବ୍ୟୁଟ୍ କରୁଛନ୍ତି କେତେ ଜଣ ମେମ୍ବର ଆପଣଙ୍କର ବା APYରେ ରଖିଛନ୍ତି କିମ୍ବା ଅନ୍ୟ ସେଭଳି କିଛି ସ୍କିମ୍ ଯଦି ଅଛି ସେଇ ସ୍କିମ୍ରେ ରଖୁଛନ୍ତି। ନମ୍ବର ଅଫ୍ ମେମ୍ବର ଏୱାର ଅଫ୍ ଇଣ୍ଡିଭିଜୁଆଲି ଏଣ୍ଟରପ୍ରାଇଜ ଲୋନ୍, ଇଣ୍ଡିଭିଜୁଆଲ ଏଣ୍ଟରପ୍ରାଇଜ ଲୋନ୍ରେ କେତେ ଜଣ ଜାଣିଛନ୍ତି ସେଟା ବି ପକାଇବେ। ନମ୍ବର ଅଫ୍ ମେମ୍ବର ନିଡ୍ ଏ ବିଜନେସ୍ ଲାଇଭଲିହୁଡ୍ ଲୋନ୍ ଏକ୍ସିଡ୍ 1 lakh, ଯଦି କେତେ ଜଣ ମେମ୍ବର ଅଛନ୍ତି ତାହା ଭିତରୁ 1 ଲକ୍ଷ ଟଙ୍କାରୁ ଅଧିକା ଲୋନ୍ ପାଇଁ ସେମାନଙ୍କର ଆବଶ୍ୟକ ଅଛି କୌଣସି ବିଜନେସ୍ କରିବା ପାଇଁ କିମ୍ବା ଲାଇଭଲିହୁଡ୍ ଆକ୍ଟିଭିଟିଜ୍ କରିବା ପାଇଁ। ନମ୍ବର ଅଫ୍ ମେମ୍ବର ରିକ୍ୱାର୍ଡ ଲାଇଫ୍ ଷ୍ଟକ୍ ଇନ୍ସୁରାନ୍ସ, ଆପଣମାନଙ୍କର ଯେଉଁ ଗୋରୁ ଗାଈ ଛେଳି ସେମାନଙ୍କର ଇନ୍ସୁରାନ୍ସ କରିବା ପାଇଁ କେତେ ଜଣ ମେମ୍ବରଙ୍କର ନେଇଛନ୍ତି, ମାନେ ତାଙ୍କର ରିକ୍ୱାର୍ଡ କେତେ ଜଣଙ୍କର ଅଛି। ଟୋଟାଲ ନମ୍ବର ଅଫ୍ ମେମ୍ବର୍ସ ରିକ୍ୱାର୍ଡ ଆସିଷ୍ଟ ଇନ୍ସୁରାନ୍ସ କି ଲାଇକ୍ ମେସିନାରିଜ୍, କିଏ ଯଦି ଏସ୍ଏଚ୍ଜି ମେମ୍ବର ମାନେ ଛୋଟ ଛୋଟ ଦୋକାନ କରିଛନ୍ତି, ମେସିନ୍ରେ କିଛି ମାନୁଫ୍ୟାକ୍ଚରିଂ କରୁଛନ୍ତି, ସେଭଳିଆ ଯଦି କିଛି ଥିବେ ସେମାନେ ଯଦି ଇନ୍ସୁରାନ୍ସ କରିଥିବେ ତାହେଲେ ସେଟାକୁ ଆପଣ ଦେଖାଇ ପାରିବେ। ତାପରେ ଆପଣ ମୁଁ ସେଭ୍ କଲି, ୟେସ୍ କଲି, ଡାଟା କ୍ୟାପଚର୍ କଲି। ଆପଣଙ୍କର ଦେଖନ୍ତୁ ସେ ଯେଉଁ ଏସ୍ଏଚ୍ଜିଟା ଅଲରେଡ଼ି ଏଠୁ କଟିଗଲା, ତାଙ୍କର ଡାଟା ଅଲରେଡ଼ି ଆମର ବେସଲାଇନ୍ ସର୍ଭେ ସରିଗଲା। ଏଇଭଳିଆ କରିକି ଆପଣଙ୍କୁ ପ୍ରତି ଜିପିରେ 50ଟା ବର୍ତ୍ତମାନ ଏସ୍ଏଚ୍ଜିଙ୍କର କରିବାର ଅଛି ବେସଲାଇନ୍ ସର୍ଭେ। ତାପରେ ଆମର କାମ ରହିବ ଟ୍ରେନିଂରେ ଅପସନ୍ ଉପରେ କ୍ଲିକ୍ କଲେ ରହୁଛି 2ଟା ଅପସନ୍, NRLM ଫାଇନାନ୍ସିଆଲ ଲିଟରେସି ଆଉ ଗୋଟେ ଅଛି DEA ଫଣ୍ଡ ଟ୍ରେନିଂ। ତ ଆମକୁ NRLM ଫାଇନାନ୍ସିଆଲ ଲିଟରେସି ଉପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ଆମକୁ ଖଇରା ନେବାକୁ ପଡ଼ିବ, ଜିପି ନେବେ ଆପଣଙ୍କର ଯେଉଁଟା ନେବେ ଆପଣ କେଉଁଟା ନା ଆପଣଙ୍କର ଭିଲେଜଟାକୁ ନେଇନେଲେ। ସେଠି ଯେଉଁ ଆପଣଙ୍କର ଦେଖିଥିଲେ ଆମେ କରିଥିଲେ, ଦେଖନ୍ତୁ ଏଠି ବି ସେଇ ଏସ୍ଏଚ୍ଜି ଆପଣଙ୍କର ଶୋ କଲା। ସେ ଏସ୍ଏଚ୍ଜିର କୁ ଆମେ ବେସଲାଇନ୍ ସର୍ଭେ ସରିଯାଇଛି, ତାଙ୍କୁ ଆମେ ନେକ୍ସଟ ମାରିବା। ତ ମୁଁ ଆପଣଙ୍କୁ କହିଥିଲି 7ଟା ଆପଣଙ୍କର ମଡ୍ୟୁଲ୍ ରହିଛି। ପ୍ରଥମ ଦିନ ଆପଣ 3ଟା ମଡ୍ୟୁଲ୍ ଶିଖେଇବେ, ଦ୍ୱିତୀୟ ଦିନ ଆଉ 3ଟା ମଡ୍ୟୁଲ୍,
ସେମାନେ ମାଆମାନଙ୍କୁ ଶିଖେଇବେ। ଫାଷ୍ଟ ତାମାନେ ଆପଣଙ୍କର ଗୋଟେ ଟ୍ରେନିଂରେ କେତେବେଳେ ସରିବ, ଯେତେବେଳେ ଆପଣ ତାଙ୍କୁ 2 ଥର ଟ୍ରେନିଂ ଦେବେ ବା 2ଟା ମାନେ ଗୋଟେ ବ୍ୟାଚ୍ ଆପଣ 2 ଦିନର ସରିବ। ପ୍ରଥମ ଦିନ କ'ଣ ରହିବ, ଧର ମୁଁ ଫାଇନାନ୍ସିଆଲ୍ ରହୁଛି, ସେଭିଙ୍ଗସ୍ ରହୁଛି ଆଉ କ୍ରେଡ଼ିଟ୍ ରହୁଛି ହେଲା। ପ୍ରଥମ ଟ୍ରେନିଂରେ ଆପଣ ତାଙ୍କୁ ଏମିତି 3ଟା ନେବେ, ନେକ୍ସଟ ମାରିବେ। ଧର ଆମର 5ଟା ଏଇଟାର ଅଛନ୍ତି, 5ଟା ଏସ୍ଏଚ୍ଜିକୁ ନେଇକି ଆମେ କରୁଛନ୍ତି 5ରୁ। ତ 1 2 5 ଜଣଙ୍କର ସେଇ ମେମ୍ବରମାନଙ୍କର ସମସ୍ତଙ୍କର ମୁଁ କ୍ଲିକ୍ କଲି, ସମସ୍ତଙ୍କର ମୁଁ କ୍ଲିକ୍ କରିଦେଲି। ଯେଉଁ ମେମ୍ବରମାନେ ଆମର ଟ୍ରେନିଂ ନେବା ପାଇଁ ରେଡ଼ି ଅଛନ୍ତି ସମସ୍ତଙ୍କର ମୁଁ କଲି, ସବମିଟ୍ କଲି, ସମସ୍ତଙ୍କର ମୁଁ କଲି, ସବମିଟ୍ କଲି। ଏମିତି ଆପଣଙ୍କର 50 ଜଣ ମେମ୍ବରକୁ, 5ଟା ଏସ୍ଏଚ୍ଜି ମେମ୍ବରକୁ ଆପଣଙ୍କର 50ରୁ ଅଧିକା ହେଇପାରିବେ ମେମ୍ବର। ଆପଣ ତାଙ୍କୁ ଫାଷ୍ଟ ଗୋଟେ ଟ୍ରେନିଂ ସେସନ୍ରେ ତାଙ୍କୁ ବସେଇ ପାରିବେ। ଏମିତି ମୁଁ 5ଟା ନେଲି, ତାପରେ ନେକ୍ସଟ କଲି। ଦେଖନ୍ତୁ ସେ ସାଙ୍ଗେ ସାଙ୍ଗେ ଆମକୁ ଦେଖେଇଦେଲା ଯେ 5ଟା ଏସ୍ଏଚ୍ଜିକୁ ନେଲା ପରେ 52 ଜଣ ହେଉଛନ୍ତି। ତାହେଲେ ଠିକ୍ ଅଛି। ତାପରେ ଅନ୍ୟମାନେ ପାର୍ଟିସିପେଣ୍ଟ କିଏ ଥିଲେ କି, ଆମର ତ ସପୋଜ ଆଉ କେହି ପାର୍ଟିସିପେଣ୍ଟ ନଥିଲେ, ଆପଣ ସାଙ୍ଗେ ସାଙ୍ଗେ ସେଠି 0 ପକାଇଦେଲେ। ଟୋଟାଲ୍ ପାର୍ଟିସିପେଣ୍ଟ ପଡ଼ିଗଲା 52। ନେକ୍ସଟ ପଡ଼ି ଆସିଲା। ଏଇଠି ଆପଣଙ୍କର କନଫର୍ମ ଦେଖିଲେ କ'ଣ ଟ୍ରେନିଂଟା ଦେଉଛନ୍ତି ନା ଫାଇନାନ୍ସିଆଲି ପ୍ଲାନିଂ, ସେଭିଂ, କ୍ରେଡ଼ିଟ୍, ଏଇ ଟ୍ରେନିଂଟା ଆପଣ ତାଙ୍କୁ ଦେଉଛନ୍ତି। କେତେ ଜଣଙ୍କୁ ନା 5ଟା ଏସ୍ଏଚ୍ଜିକୁ 52 ଜଣ ମେମ୍ବରଙ୍କୁ ଟ୍ରେନିଂ ଡେଟ୍ ପଡ଼ିଗଲା। ସେଭ୍ ମାଇଲେ, ସେଭ୍ କଲେ। ଏଇଠି ଆପଣଙ୍କର ଆସିବ ଫଟୋ। ଯେତେବେଳେ ଆପଣ ଫଟୋ ଯେତେବେଳେ ଟ୍ରେନିଂ ଦେଉଥିଲେ ରିଏଲ୍ ଟାଇମ୍ ଫଟୋ ନେବେ। ଆଗେ କ୍ୟାପଚରିଂ ଜିପିଏସ୍ଟାକୁ କ୍ଲିକ୍ କରିଦେବେ। ଯେହେତୁ ଆପଣଙ୍କର ଲୋକେସନ୍ ମରା ହେଇଛି, ସେ ଅଟୋମେଟିକ୍ ଠିକ୍ ହେଇଗଲା। ଠିକ୍ ଆଉ କିଛି କରିବାର ନାହିଁ, କ୍ୟାପଚର ଜିପିଏସ୍ ନେଇଗଲା। ଟେକ୍ ଫଟୋ ଯେତେବେଳେ ମାରିବେ ଆପଣଙ୍କର ଏମିତି ଶୋ କରିବ ଟେକ୍ ଫଟୋ। ଆପଣ ଫଟୋକୁ କ୍ଲିକ୍ କଲା ପରେ ଓକେ କରିବେ, ସେ ସାଙ୍ଗେ ସାଙ୍ଗେ ଫଟୋ ଆପଣଙ୍କର ନେଇ ନେବ। ସେଇଭଳିଆ ଟେକ୍ ଫଟୋ କରିକି ଆପଣ ସେକେଣ୍ଡଟାରେ ବି ଆପଣ ନେଇକି ଯେତେବେଳେ ତଳେ ଯେଉଁ ଲେଖା ହେଇଛି, ଯେଉଁ ଦେଖନ୍ତୁ ଡାଟା ଅପଲୋଡ଼େଡ଼, ଏଇ ଡାଟା ଅପଲୋଡ଼େଡ଼ ଆପଣ ମାରିଦେବେ। ଟ୍ରେନିଂଟା ଆପଣଙ୍କର କମ୍ପ୍ଲିଟ୍ ହେଇଯିବ। ତ ମୁଁ ବର୍ତ୍ତମାନ ବ୍ୟାକ୍ କରିଦେଉଛି, କାରଣ ତାଙ୍କର ଏଇଟା ଆମେ ଠିକ୍ସେ ପକାଉନାହାନ୍ତି। ତାପରେ ଡାଟା ଯେତେବେଳେ କମ୍ପ୍ଲିଟ୍ ହେଇଯିବ, ଆପଣଙ୍କର ସେ ଏସ୍ଏଚ୍ଜି କମ୍ପ୍ଲିଟ୍ ହେଇନାହିଁ, ସେ ଏସ୍ଏଚ୍ଜିର ଟ୍ରେନିଂ ଆପଣଙ୍କର 2 ଥର ହେବାର ଅଛି। ପୁଣି ଆପଣଙ୍କୁ ସେଠି ଟ୍ରେନିଂ ଯିବାକୁ ପଡ଼ିବ, ପୁଣି ଫାଇନାନ୍ସିଆଲ୍ ଯିବାକୁ ପଡ଼ିବ। ସେଇ ଏସ୍ଏଚ୍ଜିର ଯେଉଁ ଏସ୍ଏଚ୍ଜିକୁ ଆପଣ ନେଇଥିଲେ ସେ ଏସ୍ଏଚ୍ଜିକୁ ପୁଣି ନେକ୍ସଟ ମାରିବେ। 3ଟା ନେଇଥିଲେ, ଏଥର ନେଇପାରିବେ ପେନସନ୍ସ, ଇନ୍ସୁରାନ୍ସ, ବିସିବି ମଡ଼େଲ, ତାପରେ ନେଇପାରିବେ ଇଣ୍ଡିଭିଜୁଆଲ୍ ଫାଇନାନ୍ସିଂ। ନେକ୍ସଟ କରିବେ ସେଇଭଳିଆ ଯେଉଁ ମେମ୍ବରମାନଙ୍କୁ ନେଇଥିଲେ ଆପଣଙ୍କର ପୂର୍ବ ଦିନର, ତା ପରଦିନର ଆପଣ ନେବେ, ସବମିଟ୍ କରିବେ, ପୁଣି ନେବେ, ମାରିବେ, ସବମିଟ୍ କରିବେ, ମାରିବେ। ଏକ୍ଜାକ୍ଟଲି ସେମ୍ ପ୍ରୋସେସ୍। ନେକ୍ସଟ ଯିବେ, ତ 3ଟା ନେଲି, 31 ଜଣ ମେମ୍ବର ଅଛି, ସେଇଟା 52 ଜଣ। ଆପଣଙ୍କର ସେ 52 ଜଣଙ୍କୁ ନେଇତେ ପଡ଼ିବ ସେକେଣ୍ଡ ଥର, ନା ଫେର ରହିଯିବ ସେଇଟା। ତ ପୁଣି ଆପଣଙ୍କର ଅଦର ପାର୍ଟିସିପେଣ୍ଟ ଥର 0, ନେକ୍ସଟ ମାରିବେ, ସେ ପୁଣି ଦେଖେଇଦେବ। ନେକ୍ସଟ ମାରିବେ, ୟେସ୍ କରିବେ, ଫଟୋ ନେବେ, ଅପଲୋଡ଼ କରିଦେବେ। ଆପଣଙ୍କର ଯେଉଁ 5ଟା ନେଇଥିଲେ ଏସ୍ଏଚ୍ଜି, ସେ 5ଟାର 2 ଥର ଆପଣ ତାଙ୍କୁ ଟ୍ରେନିଂ ଦେଇଦେଲେ, 2 ଥରର ଫଟୋ କ୍ୟାପଚରିଂ କରିଦେଲେ, 3 6ଟା ମଡ୍ୟୁଲ୍ କମ୍ପ୍ଲିଟ୍ କରିଦେବେ। ତାପରେ ଆପଣଙ୍କର ବର୍ତ୍ତମାନ ଦେଖିବା ଯେ କମ୍ପ୍ଲିଟ୍ ହେଇସାରିଲା ପରେ ଆପଣ ଜାଣିବେ କେମିତି ମୋର କମ୍ପ୍ଲିଟ୍ ହେଲା ବୋଲି। ଏଇ ଯେଉଁ 3 ଡଟ୍ ଅଛି, 3 ଡଟ୍ ଉପରେ କ୍ଲିକ୍ କରିବା ବେଳେ ଏଠି ଅଛି ରିଫ୍ରେଶ୍ ମାରିବେ, ସେ ଘୁରିବ। ଘୁରି ସାରିଲା ପରେ ଦେଖନ୍ତୁ ଏଇଠି ଆପଣଙ୍କର ଟ୍ରେନିଂ 3ଟା ସରିଛି, ବେସଲାଇନ୍ କେତେଟା ସରିଛି, ସବୁ ଡିଟେଲ୍ସ ଆପଣଙ୍କ ପାଖକୁ ପଳେଇ ଆସିବ। କାମ ହେଲା ଆପଣଙ୍କର ଏତିକି, ପ୍ରଥମେ ବେସଲାଇନ୍ କରିବେ 50 ଜଣଙ୍କର, ଆଉ 50 ଜଣଙ୍କୁ ଟ୍ରେନିଂ ଦେବେ। ପ୍ରତ୍ୟେକକୁ 6ଟା ମଡ୍ୟୁଲ୍ ପଢ଼େଇବେ, ଆଉ 6ଟା ଯେଉଁ ମଡ୍ୟୁଲ୍ ପଢ଼େଇବେ 2 ଦିନ, ପ୍ରଥମ ଦିନ 3ଟା, ଦ୍ୱିତୀୟ ଦିନ 3ଟା। ଆପଣ 7ଟା ମଡ୍ୟୁଲ୍ ପଢ଼େଇ ପାରିବେ, କିନ୍ତୁ 6ଟା ମଡ୍ୟୁଲ୍ରେ ଆପଣ ଟ୍ରେନିଂ
पर्टिकुलारली डाटा कैप्चरिंग करेंगे। फोटो देवे, फोटो देवा पूर्व आपंकर लोकेशनटा ऑन करेंगे। लोकेशन ऑन करदे ऑटोमेटिक तार कौन हम ना आपंकर करेक्ट हो डाटा कैप्चरिंगटा करेक्ट हो आपंकर फोटो देके अपलोड मारदे देखिए तापर 3 डॉट जाके रिफ्रेश करदे से डाटा ऑटोमेटिक आपंकर क्लियर हो डाटा आपंकर कैप्चर हो आपंकर डैशबोर्ड भी से शो कर। तो समस्त को बहुत बहुत स्वागत। आपण माने को अनुरोध वीडियो को लाइक करेंगे, सब्सक्राइब करेंगे, समस्त को शेयर करेंगे। थैंक यू।